ନୂଆପଡ଼ା ଜିଲ୍ଲାରେ ଆଜି ରାଜ୍ୟସ୍ତରୀୟ ମାରାଥନ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରମାନଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ସହ ସଡ଼କ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ମିନି ମାରାଥନ ଓ ହାଫ୍ ମାରାଥନ ଆୟୋଜନ କରିଥିଲେ। ଜିଲ୍ଲା ପ୍ରଶାସନ କୋମନା ବ୍ଲକ ତରପୋଡ଼ ପଞ୍ଚାୟତ ବଞ୍ଜରୀ ଗ୍ରାମଠାରୁ ହାଫ୍ ମାରାଥନ ହୋଇଥିଲା। ଏହାକୁ ଜିଲ୍ଲାପାଳ ହେମକାନ୍ତ ସାଏ ଓ ପୋଲିସ ଆରକ୍ଷୀ ଜେଆର୍ ରାଘବେନ୍ଦ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନୂଆପଡ଼ାର ଘାଟିପଡ଼ା ଛକଠାରୁ ନୂଆପଡ଼ା ପୋଲିସ ପଡ଼ିଆ ପର୍ଯ୍ୟନ୍ତ ହୋଇଥିଲା। ଏହାକୁ ଆଞ୍ଚଳିକ ପରିବହନ ଅଧିକାରୀ ମାନା ସିଂ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ 400 ଜଣ ପଞ୍ଜୀକରଣ କରିଥିଲେ, କିନ୍ତୁ 107 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀକୁ 25,000, ଦ୍ୱିତୀୟ ସ୍ଥାନ ପ୍ରତିଯୋଗୀକୁ 20,000, ତୃତୀୟ ସ୍ଥାନ ପ୍ରତିଯୋଗୀକୁ 15,000 ପୁରସ୍କାର ଦେଇଥିଲେ। ଶେଷ ସାନ୍ତ୍ୱନାମୂଳକ ପୁରସ୍କାର ସମସ୍ତଙ୍କୁ 1000 ଓ ମାନପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ 216 ସିଆର୍ପିଏଫ୍ ଯବାନ, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ସଦର ବିଡିଓ ବିପିନ ବିହାରୀ ଦୀପ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, ଏମ୍ଭିଆଇ ବିଜୟ ବେହୁରିଆ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦେବାଶିଷ ଯୋଶୀ, ଏକ୍ସି ବ୍ୟାଙ୍କ ମ୍ୟାନେଜର ଦୀପକ ପାଢ଼ୀ, ଏସ୍ଡିପିଓ ସଞ୍ଜୟ ମଣ୍ଡଳ, ନୂଆପଡ଼ା ଆଇଆଇସି ଦିଲ୍ଲୀପ ସାହୁ, ଲଖନା ଆଇଆଇସି ଦୁର୍ଗା ମାଧବ ବାଗ, ଟିଆଇ ପ୍ରଜ୍ଞା ପରମିତା ଭୋଲ ପ୍ରମୁଖ ସହଯୋଗ କରି ସଫଳ କରିଥିଲେ। रोड सेफ्टी उद्देश्य ये जो मिनी माराथन आज जो है यार मेन उद्देश्य है केमती लोक मैंने सचेतन है और रोड सेफ्टी विषय किसी जानवे और से अनुसार सचेतन है आमर जो दिनक दिन जो दुर्घटना बढ़ुची तो यार माध्यम जी किसी लोक बुझीजे तेज आगामी दिन में किसीटा मैंने रोड सेफ्टी लोक मानवा सहित एक्सीडेंट भी कम पाए आम सड़क सुरक्षा केते दिन चलছে सर 7 आपंकर 1 जनवरी 2024 आपंकर 7 जनवरी 2024। नूआपड़ा जिलारू ओम प्रकाश चौधरी रिपोर्ट एकेएन न्यूज।